ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଉଥିବାର ଦେଖିବାକୁ ମିଳିଛି। ସରକାରୀ ତହସିଲରୁ ଅର୍ଥ ଖର୍ଚ୍ଚ ହେଲା କିନ୍ତୁ ଦୂର ହେଲାନି ସମସ୍ୟା। ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 5ଟି ଶ୍ରେଣୀରେ ମୋଟ 41 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଛାତ୍ରଛାତ୍ରୀଙ୍କର ଶିକ୍ଷାଦାନ ପାଇଁ 2 ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦୀର୍ଘ ଦିନ ଧରି ଖୋଲାମେଲାରେ ଏକ ଝାଟି ମାଟି ଘରେ ହେଉଥିବା ବେଳେ ବିଦ୍ୟାଳୟର ରୋଷେଇ ଘରର ନିର୍ମାଣ ପାଇଁ 2019-20 ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ 1 ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଖୋଲାମେଲାରେ ଅସୁରକ୍ଷିତ ଭାବରେ ହେଉଥିବା ରୋଷେଇ ସମସ୍ୟା ଦୂର ହେବ। ହେଲେ ଏଥିପାଇଁ 1 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ସମସ୍ୟା ଦୂର ହେଲାନି। 1 ଲକ୍ଷ ଟଙ୍କାରେ ଏକ ବଖରା ରୋଷେଇ ଘର ହୋଇ ନ ପାରିବାରୁ ସ୍କୁଲର କାନ୍ଥ ଓ ବିଦ୍ୟାଳୟ ପାଚେରୀ ସಮೇତ ମାତ୍ର 2ଟି କାନ୍ଥ ନିର୍ମାଣ କରି ତା ଉପର ଛାତ କରି କବାଟ ଝରକା ନ ଲଗାଇ ଦାୟିତ୍ୱ ସାରି ଦେଇଛନ୍ତି ନିର୍ମାଣ ଦାୟିତ୍ୱରେ ଥିବା ତତ୍କାଳୀନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। କବାଟ ଝରକା ନଥାଇ ଖୋଲାମେଲା ରୋଷେଇ ଘରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ହଟହଟା ହେଉଛନ୍ତି ରୋଷେଇଆ। ରୋଷେଇ ଘରକୁ କାଉ ଓ ବୁଲା କୁକୁର ପଶି ଆସୁଥିବାର କାଉ କୁକୁରକୁ ଜଗିବାକୁ ପଡ଼ୁଥିବା କହିଛନ୍ତି ରୋଷେଇଆ। ଏଥିନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ବି ଅଦ୍ୟାବଧି ସୁଫଳ ମିଳିପାରି ନାହିଁ କହିଛନ୍ତି। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ବେହେରାଙ୍କ ମତାମତ ନେଇଥିଲୁ। ସେ କହିଛନ୍ତି ଆକ୍ସନ ପ୍ଲାନରେ ଅଛି ଟଙ୍କା ଆସିଲେ ରୋଷେଇ ଘରର କବାଟ ଝରକା ଲଗାଯିବା ସହ ଅନ୍ୟାନ୍ୟ କାମ ସମ୍ପୂର୍ଣ୍ଣ ପାଇ ଟଙ୍କା ଦିଆହେବ। କିନ୍ତୁ ସ୍ଥାନୀୟ ଲୋକଙ୍କର ଅଭିଯୋଗ 1 ଲକ୍ଷ ଟଙ୍କାରେ ପ୍ରଧାନମନ୍ତ୍ରୀ ଆବାସ ଘର ହୋଇପାରୁଛି କିନ୍ତୁ ଏଠି 2ଟି କାନ୍ଥ ବାଦ ପଡ଼ିଥିଲେ ମଧ୍ୟ ଝରକା କବାଟ ଲାଗି ପାରିଲା ନାହିଁ। ଦେଖିବା ପାଇଁ ବାକି ରହିଲା କେବେ ସୁଧୁରୁଛି ବିଦ୍ୟାଳୟର ରୋଷେଇ ସମସ୍ୟା, କେବେ ଖୋଲାମେଲା ରୋଷେଇ ଗୃହରେ ଲଗାଯାଉଛି କବାଟ ଓ ଝରକା। କୁନ୍ତି ପ୍ରଧାନ 15 ବର୍ଷ ହେଲା ରହିଲୁଣି। ହଁ ଆଉ ଜଣେ ସେ ଯାଇଛି ଖାଇବାକୁ ଖାଇନଥିଲା। ବର୍ଷେ ହେଲା ରୋଷେଇ କଲୁଣୁ। ଖୋଲାରେ କରୁଛୁ ଆଉ ବୁଲି ବୁଲି ତ ରୋଷେଇ କରୁଥିଲୁ। ଏତେ ହେଲେ ଯାହେଲେ ଭଗବାନ ଦେଇଛି ଦିଦି ବୋଲି ରହିଛୁ। ଆମେ କ'ଣ କରିବୁ କହିଲେ ହେଲେ। ହଁ ଚାରିଆଡ଼େ ବୁଲି ବୁଲି ରୋଷେଇ କରୁଛୁ। ରୋଷେଇ ଘର ନାହିଁ ତାଙ୍କର ଖୋଲାରେ ଅଛି। ଆଉ କ'ଣ କୁକୁର ମାଙ୍କଡ଼ ପାଇବା କଥା ନାଇଁ କିଛି ନାହିଁ। ହଁ କେତେ ସବୁଦି କହିସାରିଲୁଣି। ସରପଞ୍ଚ ହେଲେ ନେଇ ସାରିଲେଣି ଦେଖିକି ନାଇଁ କରିନାହାନ୍ତି। କ'ଣ କରିବୁ ଆଉ। ସୁଶୀଲ କୁମାର ଜାନି ମୁଁ ବର୍ତ୍ତମାନ ଏଇଠି ପ୍ରଧାନ ଶିକ୍ଷକ ଭାବେ ଜଏନ୍ କରିଛି। ସିଙ୍ଗାରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଏଠି 41 ପିଲା ପଢ଼ୁଛନ୍ତି। 2 ଜଣ ଶିକ୍ଷକ। ସବୁ ଠିକ୍ ଚାଲିଛି। କେବଳ ଆମର ଯେଉଁ ରୋଷେଇ ଘରଟା ଆଗରୁ ସେଇଟା 1 ଲକ୍ଷ ଟଙ୍କା ସେ ଦେଇଥିଲେ। ତାପରେ ଏମିତି ଦରପନ୍ଥରେ ହେଇକି ମଧ୍ୟ ସେ ଅଛି। ଆମେ ପଞ୍ଚାୟତ ସ୍ତରରୁ ମଧ୍ୟ ତାଙ୍କୁ ଆପ୍ଲିକେସନ୍ କରିଥିଲେ ମଧ୍ୟ ସେମାନେ ଆସିକି କହୁଛନ୍ତି ଦିଆହେଇଛି କିନ୍ତୁ ଏପର୍ଯ୍ୟନ୍ତ କିଛି ସମ୍ପୂର୍ଣ୍ଣ ହୋଇପାରିନାହିଁ। ଦେଖାଯାଉଛି ସେ ମେଲା ପଡ଼ିଛି। ସେ ଅଭିଯୋଗ ହେଉଛି ସେ ଭିତରକୁ କୁକୁର ପଶି ଜଗିକି ବସିବାକୁ ପଡ଼ୁଛି। ଆପଣ ଏହାକୁ ଅଭିଯୋଗ କରୁଛନ୍ତି? ଆଜ୍ଞା। କାହାକୁ ଅଭିଯୋଗ କରୁଛନ୍ତି? ପଞ୍ଚାୟତରେ ଜଣାଇଛନ୍ତି, ସରପଞ୍ଚକୁ ଜଣାହେଇଛି। ସେ ମଧ୍ୟ ଆସିକି ଦେଖିକି ଆଉ ସେଠି ଝରକା କବାଟ ପାଇଁ ତାଙ୍କୁ ଦେଇଛନ୍ତି ବୋଲି ସେ କହୁଥିଲେ ଆମର ୱାର୍ଡ଼ ମେମ୍ବରଙ୍କ ମାଧ୍ୟମରେ, ସଭାପତି ମାଧ୍ୟମରେ। କିନ୍ତୁ ବହୁତ ବାର ମଧ୍ୟ ଏଠି ସଭା ସମିତି କରିକି ମଧ୍ୟ ଯାଇକି ଲୋକ କହିଛନ୍ତି କିନ୍ତୁ ଆଜିକାଲି କହିକି ଏପର୍ଯ୍ୟନ୍ତ ହୋଇପାରିନି। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।